ହନୁମାନ ମନ୍ଦିରର ବାର୍ଷିକ ଉତ୍ସବ ଗଜପତି ଜିଲ୍ଲା ଉଦୟଗିରି ସହରରେ ଥିବା ଉଦୟନାଥ ଶିବ ମନ୍ଦିର ପ୍ରାଙ୍ଗଣରେ ସଙ୍କଟମୋଚନ ହନୁମାନ ଠାକୁରଙ୍କ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏଥିଲାଗି ଉଦୟଗିରି ଅଞ୍ଚଳର ବିଜ୍ଞ ପଣ୍ଡିତମାନଙ୍କ ଉପସ୍ଥିତିରେ ରାଜ ପୁରୋହିତ ମିହିର ଶର୍ମାଙ୍କ ପୌରୋହିତ୍ୟରେ ଏହି ହୋମଯଜ୍ଞ ଅନୁଷ୍ଠିତ ହୋଇଛି। ଏଥିଲାଗି ସୂର୍ଯ୍ୟ ପୂଜା, ଗଙ୍ଗା ଆବାହନ, ଶାଲା ସଂସ୍କାର, ନବଗ୍ରହ ପୂଜା, ଶ୍ରୀରାମଙ୍କ ଆରାଧନା ଏବଂ ସମସ୍ତ ନୀତିକାନ୍ତି ପୂଜା ଅନୁଷ୍ଠିତ ହୋଇଥିଲା। ଏଥିଲାଗି ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଉପସ୍ଥିତ ରହି ହନୁମାନ ସଂକୀର୍ତ୍ତନ କରିବା ସହ ହନୁମାନ ଚାଳିଶା ପଠନ କରିଥିଲେ। ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଏହି ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ଶ୍ରଦ୍ଧାଳୁ ହନୁମାନଙ୍କ ପାଖରେ ଦୀପ ପ୍ରଜ୍ୱଳନ କରି ଆଶୀଷ ଭିକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଅଞ୍ଚଳର ରାଜା ଯୁବନ୍ୟାସ ସୁନ୍ଦରାଇ ପାତ୍ର ଯଜ୍ଞରେ କର୍ତ୍ତା ଭାବେ ଯୋଗ ଦେଇଥିଲେ। ଏଥିଲାଗି ଅଞ୍ଚଳର ବରିଷ୍ଠ ପୁରୋହିତ ଗୌରଚନ୍ଦ୍ର ମିଶ୍ର, ନିତେଇ ମିଶ୍ର, ହନୁମାନ ସେବକ ରଞ୍ଜନ ମିଶ୍ର, ଶ୍ରୀଧର ଦାସ, ପ୍ରଦୀପ କୁମାର ପଣ୍ଡା, ମନୋଜ କୁମାର ପତି, ଲିଟୁ ପତି, ନୀଳାଚଳ ମିଶ୍ର, ବଳିଆ ପଣ୍ଡା, ସୂର୍ଯ୍ୟ ପଣ୍ଡା, ଲକ୍ଷ୍ମୀନାରାୟଣ ପଣ୍ଡା, ସନ୍ତୋଷ କୁମାର ଦାସ, ଅଶ୍ୱିନୀ ଷଡଙ୍ଗୀ, ପ୍ରଶାନ୍ତ କୁମାର ତ୍ରିପାଠୀ ଓ ମନ୍ଦିର ସଭାପତି ନୀଳାଚଳ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଏହି ପୂଜା କାର୍ଯ୍ୟରେ ସହଯୋଗ କରିଥିବା ବେଳେ ଶେଷରେ ହଜାର ଶ୍ରଦ୍ଧାଳୁ ସଙ୍କଟମୋଚନ ହନୁମାନଙ୍କ ପ୍ରସାଦ ସେବନ କରିଥିଲେ।